ହଁ ଏଇ ଯେଉଁ ଏବେ ଆସିଲା କେବେ ଏଇଟା ଘଟିବ ତାକୁ ପ୍ରାଞ୍ଜଳରେ ବୁଝାଉଛି। ଦେଖ ଆମେ ମସିହା ପରେ ମସିହା ଆସୁଛୁ, 1900 ମସିହା ଗଲା, 2000 ମସିହା ଗଲା, 2021 ବି ଆସିବ, 2022 ବି ଆସିବ, କିନ୍ତୁ ମୁଁ ଯେଉଁ ବିଚାର ଦେଉଛି ଆଉ କେଉଁ ମସିହାରେ ଆସିବ ନାହିଁ। ଭଲ ଭାବରେ ବୁଝାଅ, ମୁଁ ଯେଉଁ ବିଚାର ଦେଉଛି ଏବେ ତ ଚତୁର୍ଥ ଦିବସ ଦେବ ଠିକ୍, ଅଚାନକ କଥା ବି ଠିକ୍, 1900 ମସିହାରେ ଅନନ୍ତ କେଶରୀ ବା 2000 ମସିହା ଭିତରେ ଘଟଣା ଘଟିବ। ତେଣୁ ଏଇ 2000 ମସିହାକୁ ଯଦି ଧରାଯାଏ ତାହେଲେ ବର୍ତ୍ତମାନ ଚାଲିଛି କେତେ ନା 2026, ଏବେ ଚାଲିଲା 26। ଆମର ଅକ୍ଷର ଅଛି ଭଲ ଭାବରେ ବୁଝ, ଗୋଟେ ଅ ଅଛି, ଗୋଟେ ଆ ଅଛି, ଗୋଟେ ଅ ଆ ଉ ଅଛି, ଏ ଓ ଅଛି, ନା ଏ ଐ ଅଛି, ଓ ଓ ଅଛି, ଅନୁସାର ବିସର୍ଗ ଅଛି। ଅ ଆ ହର୍ଷଇ ଦୀର୍ଘ ହର୍ଷ ଦୀର୍ଘ ଏ ଐ ଓ ଓ ଅନୁସାର ବିସର୍ଗ, ଏ କେତେ ଅକ୍ଷର ହେଲା? 12। ତାହେଲେ 12 ଭିତରେ ସୃଷ୍ଟି ଚାଲିଛି, ଅନୁସାର ଯେ ବ୍ରହ୍ମ ହେଲେ ବିସର୍ଗ ମାୟା, ତେଣୁ ଆ ଦ୍ୱାରା ଚାଲିଛି 12ଟା ଚାଲିଛି, ମାନେ 12ଟା ଚାଲିଛି। ତେଣୁ 12କୁ ଏବେ ଆମେ ସେଇ ହିସାବରେ ଦେଖିବା ଇଏ ବ୍ରହ୍ମାଣ୍ଡରେ ସେ ଆସିଗଲାଣି କି ନାହିଁ। ବର୍ତ୍ତମାନ ଆମେ ଯଦି 2026 ବର୍ତ୍ତମାନ ଚାଲିଲା, ତାହେଲେ 2026ର ଅଙ୍କ ସଂଖ୍ୟା 2 × 2 ଗୋଟିଏ 6, ତାମାନେ 10 ଆସିଗଲା। ଆମେ ଯେଉଁ 12 ଅକ୍ଷର 10 ଅକ୍ଷରଟା ଆସିଗଲା, 10 ଅକ୍ଷରରେ ଆମର କିଛି କାମ ନାହିଁ ବା 2026ରେ ସେ ଘଟଣା ଘଟିବ ନାହିଁ, କାରଣ 10 ଅକ୍ଷର ରହିଛି। ତାପରେ ଆସିବ 11, 2027 ହେଉଛି 11, ତତ୍ତ୍ୱରେ ସେଇଟା ହେଉଛି କ'ଣ ନା ଅନୁସାର, 11ଟା ହେଲା କ'ଣ ଅନୁସାର, 2027ଟା 11 ଆସିଗଲା ଅନୁସାର, 2028ଟା କ'ଣ ଆସିବ 12, ଇଏ 11 ହେଇଗଲେ ସେ 12 ହେଇଗଲା, ତାମାନେ ଅନୁସାର ବିସର୍ଗ ପାଇଲେ ନା ନାହିଁ, 28ରେ ପାଇଗଲେ। ତାହେଲେ 29ରେ ଯଦି ହିସାବ କରିବା ସେ 2 × 2 ଆଉ 9 13, 12 13ରେ ହେଲେ ସ୍ଥିତ ବନ୍ଧା ହୋଇବ ଭାଗବତ। ତେଣୁ ଏଇ ଯେଉଁ 12 ଅକ୍ଷର ଯେଉଁ ରହିଲା ଶେଷ ଅକ୍ଷର ଦୁଇଟା ଅନୁସାର ବିସର୍ଗ, ଯଦି ବିସର୍ଗଟା କ'ଣ ହେଇଯାଉଛି 13ରେ ସ୍ଥିତ ହେଇଯିବ, 13 ବାଟଟା ଅଲଗା ନିରାକରଣ ବାଟ, ତାହେଲେ ଏ କାମ ବଢ଼ିଗଲା। ତାହେଲେ ବର୍ତ୍ତମାନ ଯେଉଁ ସଙ୍କେତ ଦେଖେଇଲି 2026ରେ କିଛି ହେଉନି, 2027ରେ ଘଟିବାକୁ କିଛି ଅଛି ପ୍ରବଳ ଭାବରେ, କାହିଁକିନା ସେଇଟା 11, 28 ହେଉଛି 12, ପ୍ରବଳ ଘଟିବ ଅନୁସାର ବିସର୍ଗ, ମାନେ ସୃଷ୍ଟି ଉପରେ ଏଇଟା ସୃଷ୍ଟିର କ୍ରିୟା। ଏଇ ଯେଉଁ 11 12ରେ କିଛି ବିପଦ ପ୍ରବଳ ଭାବରେ ଆସିବ। 13କୁ ଆସିଲା ବେଳକୁ ଯେଉଁ 13 ହେଇଯିବ ସେତେବେଳକୁ ଆଉ କିଛି ନଥିବ, 12 ଯାଇ 13ରେ ସ୍ଥିତ ହେଇଗଲା, ଆଉ କ'ଣ ରହିଲା, ସେ ଶୂନ୍ୟ ହେଇଗଲା, ଆଉ କ'ଣ ଅର୍ଘଲୋକ ହେଇଗଲା। ତେଣୁ 29 ମସିହା କଥା ରହିଲା। ତେଣୁ 29 ମସିହା ହେଉଛି 13, ଆଉ ତା ତଳ ଦୁଇଟା ଅନୁସାର ବିସର୍ଗ ଅନୁସାର ଆଉ ତଳ ତଳ, ତେଣୁ ଇଏଟା 4 ବର୍ଷର କଥା। ବର୍ତ୍ତମାନ 26 ଗଲା, 27, 28, 29, କେତେ ବର୍ଷ? 3 ବର୍ଷ ହେଲା, 26 3 ବର୍ଷ, 27ଟା ନା 27, 28, 29, 29 କେବେ ନା 29ର ଭାଦ୍ରବ, ସବୁବେଳେ ଦେଖ ଭାଦ୍ରବ ଲେଖା ଅଛି, ଭାଦ୍ରବ ମାସରେ ଏଇ ହୀରାକୁଦ ବନ୍ଧ ଭାଙ୍ଗିବ। ତେଣୁ ତମେ ଯଦି କହିବ ଯେ 27ରେ ବାବା ଭାଙ୍ଗିଯିବ କି, କିଛି କହିବନି, 27ରେ ଭାଙ୍ଗି ଯାଇପାରେ, 6ଟା ଜିଲ୍ଲାର ଆରମ୍ଭ କରିବ, ଭାଙ୍ଗିବାର ବହୁତ ଚାନ୍ସ ଅଛି। 28ରେ କିନ୍ତୁ 100 ଆସୁଛି, ନ ଭାଙ୍ଗିଲେ ଆଉ ତ ଲୀଳା ହେବନି ନା। ତେଣୁ 27 କିମ୍ବା 28ର ଏଇ ଭାଦ୍ର ମାସରେ ହୀରାକୁଦ ବନ୍ଧ ଭାଙ୍ଗିବ। ଏବେ 29ରେ କାହିଁ ରଖୁନାହାନ୍ତି ନା, 29 ଭାଦ୍ରକୁ ଗଲେ ଆଉ 29 ପୁରୀ ଯିବ, ଆଉ ଲାଭଟା କ'ଣ? ତେଣୁ 29 ଏଇ ଦୁଇଟା ତାମାନେ ରହିଲା। ଏଥର ଏଇଟା ଭାଦ୍ରବ ହେଇଗଲାଣି, ଶ୍ରାବଣ ଭାଦ୍ରବ ଆଉ କ'ଣ ସରିଗଲାଣି, 26ର ଭାଦ୍ରବ ପଳାଇଲା, 27ର ଭାଦ୍ରବ ଆସିବ ବର୍ଷେ, ତାପରେ 28ର ଭାଦ୍ରବ ଆସିବ ବର୍ଷେ, 2 ବର୍ଷ, ତାପରେ 29ର ଭାଦ୍ରବ ପର୍ଯ୍ୟନ୍ତ କଥା ରହିବନି, 29ର ଭାଦ୍ରବ ସରିଗଲେ ତ ସରିଗଲା, ଆଉଟା କ'ଣ ଅଛି। ତେଣୁ ଏଇ 28 ଭାଦ୍ରବ ବା 27 ଭାଦ୍ରବ ଏ ଦୁଇଟାରେ ହୀରାକୁଦ ବନ୍ଧ ଭାଙ୍ଗିବାର ବହୁ ବଇଜା ଲେଖୁଛି ହେଲା ନା, ଏଟା ଭାଙ୍ଗିଲା, ଯଦି ଭାଙ୍ଗିଲା ତାମାନେ 29ରେ 13 ହେଇଯିବ ନା, ଆଉ ସେଠି କ'ଣ ଆଉ କ'ଣଟା କରିବ,
ତେର ହେଇଗଲେ ତାଙ୍କର ତାପୂର୍ବରୁ ତା ସୃଷ୍ଟିଟାକୁ ଆସ୍ତେ ଆସ୍ତେ ବିନାଶ କରି କରି ମାନେ ବିପଦ ଦେଇ ଦେଇ ତେର ବେଳକୁ ସେ ତାଙ୍କର କେଉଁଠି ପଳେଇଲେ ତାଙ୍କ ବେପାର ବନ୍ଦ କରିଦେଲେ ସେ ତେରକୁ ପଳେଇଲେ। ସେଇଟା କେଉଁ ମସିହା ନା 2029 ମସିହା ହେଲା ନା 2029 ମସିହା କେଉଁ ଢଙ୍ଗରେ କହିଲେ ବୁଝିବା ଦରକାର ଯେ ଅକ୍ଷର କେମିତି ମେଳ ହେଇଛି 12 ଅକ୍ଷର ସହିତ ଏ ମସିହା କେମିତି ମେଳ ହେଇଛି ହେଲା ନା ନାଇଁ 2029 ମସିହା ହେବ। ଭଲ ଭାବରେ ବୁଝ, ଯଦି କିଛି ବୁଝିବାର କମି ରହୁଛି ତାହେଲେ ବୁଝ। କହିବେ କାହିଁକି ଏଇ ବେଳରେ ଆପଣ କହିବାକୁ ଯିବେ, ଏହାର ଅର୍ଥ କ'ଣ, ଏ ସମୟରେ କାହିଁକି କହିବେ ନା ଚତୁର୍ଥ ଦିବସ କେବେ ଏତେ ଦିନ ଆଉ ବଞ୍ଚିବେ। ଆଉ ଯଦି କୌଣସି ଗୋଟେ 21 ମସିହା ପର୍ଯ୍ୟନ୍ତ ସେ ରହିବେ କି ସେତେବେଳେ ପର୍ଯ୍ୟନ୍ତ ଭକ୍ତ କଳ୍ପତରୁ ଯାହା ତାଙ୍କ ବହିରେ ଲେଖିଛନ୍ତି ଯେ ବାନା ଉଡ଼ିବ ସେ କ'ଣ ରହିବ କି? ମୋତେ ଧର 69 ହେଇଗଲା 68 ଆଉ ଫେରେ ମୁଁ ଫେରେ କେତେ ଦିନ ବଞ୍ଚିବି? ତାଙ୍କ ବହି ଯଦି ଲେଖି ଦେଇଗଲେ ଆଉ ସେପଟେ ରାଜାଙ୍କ ବୟସ ଲେଖିଲେ ଆଉ ସେପଟେ ସେ ଲେଖିଛନ୍ତି ଯେ 6 ବର୍ଷ ରଥଯାତ୍ରା ହେବ ନାହିଁ, ବନ୍ଦ ରହିବ। ତାପରେ ବହିରେ ଅଛି 4 ଦ୍ୱାର ପଡ଼ିଯିବ କବାଟ, ହେଲା ନା ନାହିଁ। ଏଇଟା କ'ଣ ହେବନି ବୋଲି ଭାବୁଛେ କି? ଏଇ ଯେଉଁ ଧାଡ଼ିରେ ବୁଝେଇଲି ଆଉ କୌଣସି ମସିହାରେ ଆଉ ସେ ଘଟଣା ଘଟିବ ନାହିଁ। ଯଦି 30 କି ନେଇଯିବ ସେ 2003 ମାନେ 5 ହେଇଯିବ ଅକ୍ଷର ସଂଖ୍ୟା, 31 ହେଇଗଲେ ସେ ଆଉ 6 ହେଇଯିବ, ଆଉ ତୁମକୁ ପାଇବ ନାହିଁ। ତେଣୁ 29ରେ 13 ପଡ଼ୁଛି, ତେଣୁ 29ରେ 13ରେ ସେ ଲୀଳାଟା ମାନେ ଏ ଧ୍ୱଂସ ଲୀଳାଟା ଛାଡ଼ିଦେବେ। ନାଇଁ ତାଙ୍କ ଲୀଳା ଅଛି ତ ନୁହଁ, ତାଙ୍କ ଲୀଳା ବି ଅଛି। ଏଟା ଧ୍ୱଂସ ଲୀଳା ଗଲା, ଫଳ ହେଇଗଲା ଜମି, ତାପରେ ତାଙ୍କ ଲୀଳା ଅଛି ନା ନାହିଁ। ଲୀଳା ବୋଇଲେ ଭକ୍ତମାନଙ୍କୁ ନେଇ ସେ ଗୋଟେ ଲୀଳା କରିବେ। ଲୀଳା ମାନେ ମାନବୀୟ ଲୀଳା ନୁହଁ, ସେ ଗୋଟେ ବୈକୁଣ୍ଠପୁର ଲୀଳାଟା ସେ ଏଠି କରିବେ। ତେଣୁ ସେଥିରେ ଯିଏ ଭାଗି ହେବେ, ସବୁ ତ ଯାଉନାହାନ୍ତି, ମରି ମାରି ଯିବେ। ସେ 12 ଚାଣା ଲେଖୁଛନ୍ତି। ତେଣୁ ଚାରଣା ଲୋକ ଯଦି ସ୍ଥିତ ରହନ୍ତି ତାହେଲେ ତାଙ୍କ ଭିତରେ ଯେ ଭକ୍ତ ଥିବେ ତାଙ୍କୁ ନେଇକି ସେ ଲୀଳା କରିବେ। ପ୍ରଶ୍ନ ସେଇଠି ଉଠିବ, ଯଦି ସେ ଲୀଳା କରିବେ ମୋ ଘରେ ତ ସବୁ ମରିଥିବେ ଆଉ ମୁଁ ଆପଣଙ୍କ ସହିତ କି ଲୀଳାରେ ଭାଗ ନେବି ନା। ଲୀଳାର ଅର୍ଥ ନୁହେଁ ଯେ ମୁଁ ଥାଉ ତମ ପାଖରେ, ମୁଁ ଆଉ ନଥିବ। କେମିତି ଜାଣିଲ ମୋ ନାଁ ଅଙ୍କୁଶ ସାହୁ, ସେ କେମିତି ଜାଣିଲା କପଟ ପ୍ରଧାନ, ସେ ଲୀଳାମୟ ଗୋଟେ ଲୀଳାକୁ ପଳେଇବ ନା। ହଁ ନା, ତମ ଭିତରେ ଆସିବ କେଉଁଠି? କ'ଣ ମୁଁ ବୁଢ଼ା ହେଲିଣି ଏମିତି ହେଇକି ଲୀଳା ହେବ? ଆରେ ସେମିତି କଥା ନୁହଁ। କାହାର କେମିତି ଶରୀର ପରିବର୍ତ୍ତନ ଘଟିବ, ଦାନ୍ତ ନଥିଲେ ଦାନ୍ତ ଉଠୁଥିବ, ସେ ଗୋଟେ ଲୀଳାମୟ ଲୀଳା କରିବ। ଏଇଟା ଅଛି 29 ଭିତରେ ବିନାଶ, 29 ପରେ ଠାକୁର ଲୀଳା ହେଇପାରେ। ଏଟାକୁ ମୁଁ ବିଚାରେ କହିଲି ଯେ ମୋତେ ସେ ଫେର ଭୁଲ ପକାଇଦେବ ଯେ କହିଥିଲେ ହେଲାନି, ଚାଲ ତାଙ୍କୁ ଭୁଲ ପକାଇବା। ନାଇଁ, ଏ କେବଳ ବିଚାର ଧାରା ଦିଆହେଇଛି। ଆଉ ବିଚାରଟାକୁ ବୁଦ୍ଧିଜୀବୀ ଯିଏ ଜ୍ଞାନୀ ବହୁତ ମୁଣ୍ଡ ପୁରେଇ ବୁଝିପାରିବେ କାହିଁକି ଏ କଥାଟା କହିଲି। ଜଣା